ଜଣେ ଦାନୀ ରାଜା ଥିଲେ। ସେଥିଲାଗି ତାଙ୍କ ମନରେ ଅହଙ୍କାର ରହିଥିଲା। ଦାନୀ ବୋଲି ପ୍ରଶଂସା ଶୁଣିବା ଲାଗି ସେ ଅଧିକରୁ ଅଧିକ ଦାନ ଦେଉଥିଲେ। ଦିନକର କଥା, ତାଙ୍କ ପାଖରେ ପହଞ୍ଚିଲେ ଜଣେ ସାଧୁ। ରାଜଧାନୀ ବାହାରେ ଏକ ନିକାଞ୍ଚନ ଜାଗାରେ କ୍ଷୁଦ୍ର ମଠ କରି ସେ ରହୁଥିଲେ। ସେ ତାଙ୍କ ଭିକ୍ଷା ପାତ୍ରଟି ବଢ଼ାଇ ଦିଅନ୍ତେ ରାଜା ତହିଁରେ ପକାଇଦେଲେ ସୁନା ମୋହର ଭରା ଏକ ମୁଣି। ସାଧୁ ତାହା ନେଇ ନୀରବରେ ସେଠାରୁ ଚାଲିଗଲେ। ରାଜାଙ୍କ ମନରେ କିନ୍ତୁ କଥାଟିଏ ରହିଗଲା। ସେ ଭାବିଲେ, ଇଏ କି ପ୍ରକାର ସାଧୁ? ବୈରାଗ୍ୟର ଚିହ୍ନ ବର୍ଣ୍ଣ ନାହିଁ। ସୁନା ମୋହର ଭରା ମୁଣିକୁ ମନା କରିବା ପରିବର୍ତ୍ତେ ନେଇ ଚାଲିଗଲେ। କିଛିଦିନ ଗଲା ପରେ ରାଜା ନିଜ ମନ୍ତ୍ରୀଙ୍କୁ ଏହି କଥା କହିଲେ ଓ ସାଧୁ ଜଣକ ସୁନା ମୋହରକୁ ନେଇ କ'ଣ କରିଛନ୍ତି ତାହା ଦେଖିବାକୁ ଗଲେ। ରାଜା ତାଙ୍କୁ ଅତି ବିନମ୍ରତାର ସହ ପଚାରିଲେ, ମହାତ୍ମା, ଖରାପ ଭାବିବେ ନାହିଁ, ମନ ଅସ୍ଥିର ହେଲା ବୋଲି ଚାଲି ଆସିଲି। ଆପଣ ସେ ସୁନା ମୋହରର କ'ଣ କଲେ ବୋଲି ଜାଣିବାକୁ ପ୍ରବଳ ଇଚ୍ଛା ହେଉଛି। ସାଧୁ ଅଳ୍ପ ହସିଲେ ଆଉ କହିଲେ, ମହାରାଜ, ଆପଣଙ୍କ ସୁନା ମୋହର ଭରା ମୁଣି ମୋ ପାଖରେ ଅଛି। ହେଇ ଦେଖନ୍ତୁ, ଢିଲା କବାଟରେ ଠେକ ଦେବା କାମରେ ଲାଗିଛି। ପଥରଟିଏରେ କାମ ଚଳନ୍ତା, କିନ୍ତୁ ମୁଣି ତ କାମ କଲା, ତେଣୁ ପଥର କାହିଁକି ଖୋଜିବି? ରାଜା ଏକ ବିରଳ ହସ ହସିଲେ। ସାଧୁ କହିଲେ, ତେବେ ଆଉ ଗୋଟିଏ କଥା ଶୁଣି ଯାଆନ୍ତୁ। ଆପଣ ମୋର ପରୀକ୍ଷା ନେବାକୁ ଆସିଥିଲେ ବୋଲି କାହାକୁ କହିବେ ନାହିଁ। କାରଣ ଦାନ ଦେଲା ପରେ ବି ଯଦି ସେଇ ଦାନର କ'ଣ ହେଲା ବୋଲି ଆପଣ ଜାଣିବାକୁ ଚାହାନ୍ତି, ତାର ଅର୍ଥ ଆପଣ ସେ ଦ୍ରବ୍ୟର ମୋହରୁ ମୁକ୍ତ ହୋଇପାରିନାହାନ୍ତି। ଏହାର ଅର୍ଥ ଆପଣ ଆଦୌ ଦାନୀ ପର୍ଯ୍ୟାୟର ନୁହନ୍ତି। ରାଜା ଏହା ଶୁଣି ନୀରବରେ ଫେରିଲେ, କିନ୍ତୁ ଏକ ବଡ଼ ଶିକ୍ଷା ଲାଭ କରିଥିଲେ। ତ ସାଙ୍ଗମାନେ, ଯଦି ଗପଟି ଭଲ ଲାଗିଥାଏ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।